ବର୍ଷାରେ ଧୋଇ ଯାଇଛି ରାସ୍ତା ଆଉ ଯାହା ଅଛି ଧୋଇ ହୋଇଯିବ। କୋରାପୁଟ ଜିଲ୍ଲା ଲମତାପୁର ବ୍ଲକର ପେଟା ପଞ୍ଚାୟତ କାପୁଗୁଡା ଗାଁ ରାସ୍ତା ବ୍ରିଜ ନିକଟରେ ରାସ୍ତା ଧୋଇ ହୋଇଯାଇଛି। ଗାଁକୁ ଜରୁରୀକାଳୀନ ଗାଡ଼ି ଯାଇପାରୁନାହିଁ। ବଡ଼ ଗାଡ଼ି ଯାଇପାରୁନଥିବାରୁ ଲୋକେ ଘର ତିଆରି କରିବାରେ ସମସ୍ୟା ଭୋଗୁଛନ୍ତି। ଜୀବନକୁ ବାଜି ଲଗାଇ ଲୋକେ ଯାତାୟାତ କରୁଛନ୍ତି। ତୁରନ୍ତ ରାସ୍ତା ମରାମତି ପାଇଁ ଲୋକେ ନିବେଦନ କରିଛନ୍ତି। ରାଣୀତୋଟା ଦେଇକରି ଯିବ ମୁର୍ଜା ନକୁଲପଦର କାପୁଗୁଡ଼ା ଏ ତିନିଟା ଗାଁ ସାର୍ ବ୍ରିଜ୍ଟା ଭାଙ୍ଗି ଯାଇଛି। ଯେ ବର୍ଷା ଦୁଇ ନେଇ ଯାଇଛି ସେ ରାସ୍ତାରେ ବି 108 ଆମ୍ବୁଲାନ୍ସ ବି ଯାଇପାରବ ନାହିଁ ସାର୍। ସେ ରାସ୍ତାକୁ ସରକାର ଏଇଟା ଯଦି ଆମ ଆଖି ଦୃଷ୍ଟିରେ ରଖିକରି ଏ କାମଟା କରିଦେଲେ ଭଲ ହୁଅନ୍ତା। ପାନି ବର୍ଷା ମାରିକରି ବ୍ରିଜ୍ ଭାଙ୍ଗି ଟୁଟି କରି ସବୁ ବାରି ନେଇଗଲା ବର୍ଷା। ଏବାଟେ ମୁର୍ଜା ନକୁଲପଦର ସବୁ ଯାକ ଲୋକମାନେ ବେଶୀ ଅସୁବିଧା ହେଇଗଲେନି। ବଡ଼ ଗାଡ଼ି ମିଶା ଆସେ ନାହିଁ, ଆମ୍ବୁଲାନ୍ସ ମିଶା ଆସେ ନାହିଁ। ତେଣୁକରି ଆମେ ଜଣାଉଛୁ ଶୀଘ୍ର ରାସ୍ତା ବନାଇଲେ ଆମର ଗାଁରେ ସବୁ କିଛି ସୁବିଧା ହେବ। ଆମର ଗାଁରେ ଏଇ ମାସର ବର୍ଷାକୁ ଯେଉଁ ଭଳିଆ ବର୍ଷା ହେଲା ଆଜ୍ଞା, ସବୁ ତ ଦୁଇକି ପଳେଇଲା। ତାପରେ ଆମର ଯେଉଁ ଯିବା ଆସିବା ରାସ୍ତାଟା ସେଇଟା ବି ଅଧାରୁ ଅଧା ନେଇଗଲା। ଆମକୁ ଯିବା ଆସିବା ପାଇଁ ବହୁତ ଅସୁବିଧା ହେଇଯାଉଛୁ। ଏଠି ତ ଆମର 4-5 ଖଣ୍ଡ ଗାଁର ଲୋକ ଅଛନ୍ତି ଆଜ୍ଞା। ଆଉ ସିଆଡ଼େ ବି ତାଙ୍କେ ବି କହୁଛନ୍ତି ଆଜ୍ଞା ବହୁତ ଅସୁବିଧା ହେଉଛୁ। ସରକାର ଆମକୁ ଯଦି କୌଣସି ଟିକେ ସୁବିଧା କରିଥାନ୍ତା ବୋଲି ଭଲ ହୁଅନ୍ତା। ଏହି ରାସ୍ତା କାପୁଗୁଡା ମୁର୍ଜାନପୁର ପଦର ଓ ଲିଟିପୁର ଗାଁ ଲୋକଙ୍କ ଲାଇଫ୍ ଲାଇନ୍। ରାସ୍ତା ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଥିବା ବେଳେ ଲମତାପୁର ବିଡିଓ କହିଛନ୍ତି ତୁରନ୍ତ ସମସ୍ୟାର ସମାଧାନ କରାଯିବ। ଦେଖନ୍ତୁ ଏଇ ସମସ୍ୟା ପ୍ରତି ମୁଁ ଅବଗତ ଅଛି। एक्चुअली ରାସ୍ତାଟି ହେଉଛି ଆମର आरडी डिपार्टमेंट अंडर आसी आरडीजेଙ୍କୁ ବି ଜଣେଇଛି। ଆଉ ନିହାତି ଭାବରେ ତାର ଯେମିତି ତୁରନ୍ତ ଭାବରେ ମରାମତି ହେଇପାରିବ ତା ପ୍ରତି ଧ୍ୟାନ ଦିଆହେବ। କୋରାପୁଟ ଜିଲ୍ଲା ଲମତାପୁରରୁ କପିଳେନ୍ଦ୍ର ଦେବ ସାମନ୍ତରାୟଙ୍କ ରିପୋର୍ଟ, କଳିଙ୍ଗ टीवी।